नमो भगवते वासुदेवाय। पंचदशोऽध्याय। सूत उवाच। मैत्रेय वाक्य शुणि कर्णे आनंद विदुरर मने। ध्रुव जे जननी समेते निश्चिन्ते कल्पे परिजन्ते। बसिला जाई ध्रुव पदे ज्योतिष्क गण चक्र मध्ये। विदुर उवाच। मैत्रेय पादे कर देई आनंदे विदुर पुछई। भूमुनि प्रचेता बदने ध्रुव जे गला निज स्थाने। के बण वंशे कि बा जाति काहार पुत्र से बोलांती। पूर्वे नारदर वचने यज्ञ आरंभ केउ जने। हरिंकी क्रिया जोगे पाई भभूतरिले 10 भाई। जे धर्म पाଳି प्रचेतस यज्ञ रे विष्णु करी तोष। से कथा कह मुनि मोते संसारु तरिबी जे मन्ते। मैत्रेय उवाच। ध्रुवर पुत्र गुणधाम ज्येष्ठ उत्कल तार नाम। ताहाकु अधिराज्य स्थापी ध्रुव जे गला शून्य व्यापी। से बसी राजार आसने उत्तम रत्न सिंहासने। सुख न लभी दुख मने पितार यात्रा शुणि कर्णे। से जे स्वभावे आत्मज्ञानी समंद रसी बुद्धि घेनी। देखई सर्वभूते हरि स्थावर जंगमादि करी। एमंत पद बोध रसे गुण प्रवाहे से न मिशे। जड़ांध जोगिंकर प्राये भस्म भूषित सुध देहे। बोलाई नाना मार्गे रुचि के पारे तार गुण लेखी। एमंत तार गुण देखी बंधु बांधवे मने दुखी। मंत्रिया मात्य माने मिली राज्य रक्षणे निर्तो भाली। मंत्रीय मात्य माने मिली राज्य रक्षणे निर्तो भाली। बश्चरता अनुज नाम सुंदर सर्वगुण धाम। ताहार कुशल विचारी स्वराजे अभिषेक कई। स्थापिले नृपति आसने एमंते गला केते दिने। सुबिथि नामे पत्नी तार जोषित गणेश गभीर। तार उदरे पुत्र जात होइले गुणे अप्रमित। पुष्पार्न तीक्ष्म केतु नाम ईशौर्जजे अनुपम। वसुजय षट सुते गुणे विख्यात ए जगते। प्रभादो साजे बेनी नारी पुष्पार्न तुले विभा करी। से प्रभा गर्भे तिनि सुत होइले जगते विख्यात। प्रातः मध्याह्ने सायंकाले स्वभावे तेजे अनर्गळे। प्रातः मध्याह्ने सायंकाल स्वभावे तेजे अनर्गळ। प्रदोष अर्धरात्र विष्ठ दोषार गर्भे तिनि सृष्ट। विष्टर पुत्र शुष्क ऋषि एक दुहिता शुभ्र केशी। ताहार नाम सुचारुणी अबला मध्ये शिरोमणि। रुन्धुष मन तार गर्भे जन्म होइले सृष्टि पूर्वे। नजोला चक्षुसर नारी रूपे से कमला कुशरी। तार उदरे षट सुते होइले विष्णु तेज जुक्ते। नाम से पुरुष प्रकृत पदश्रुश्रय सुदृढ़ व्रत। से षट पुत्र षट भाई
ଶୁଣ ତାହାଙ୍କ ନାମ କହି ଅଗ୍ନି ସୋମକ ଅତି ରାତ ପ୍ରଦ୍ୟୁମ୍ନ ସମର ଉନ୍ମୁତ ଆଦି ଷଟ ସୁତ ହୋଇଲେ ମନୁ ବଂଶେ ଖ୍ୟାତ ଅଙ୍ଗସୁ ମନ ସ୍ୱାତି ତିନି ପ୍ରତୁ ଅଙ୍ଗିରା ଚୟ ଘେନି ସୁନିତା ଯମର ଦୁହିତା ଅଙ୍ଗିରା ପତ୍ନୀ ଯେ ସୁବ୍ରତା ବେଣୁ ତାହାର ଗର୍ଭୁଜାତ ଶୁଣ ହୋ ତାହାର ଚରିତ ସେ ପୁଣି ମାତାମହ ଦୋଷେ ଦୁଷ୍ଟ ହୋଇଲେ ମନୁ ବଂଶେ ତାହାର ଦେଖି ଦୁଷ୍ଟପଣ କୋପେ ସାପିଲେ ମୁନିଗଣ ପୁଣି ତାହାର ମୃତ ଗାତ୍ରେ ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ ଦକ୍ଷିଣ କରେ କୁଶ ବିଡ଼ି ମନ୍ଥନ କଲେ ବେଦ ପଢ଼ି ପ୍ରଜା ଓ ନାଥ ରାଜକେ ଦୁଷ୍ଟ ପୀଡ଼ିତ ଅତିରେକେ ତା ଦେହୁ ପୁଥୁ ନାମେ ହରି ଜନ୍ମିଲେ ରାଜା ରୂପ ଧରି ତା ଶୁଣି ସନ୍ତୋଷେ ବିଦୁର ମୁନି ଚରଣେ ଦେଇ କର ଲୋମ ପୁଲକ ତାର ଦେହି ସ୍ୱଭାବେ କୃତକୃତ୍ୟ ହୋଇ ବିଦୁର ଉବାଚ ଯେ ଅଂଶେ ସାଧୁଶୀଳ ବୁଦ୍ଧି ସର୍ବଲକ୍ଷଣ ଶ୍ରେଷ୍ଠ ନିଧି ବ୍ରାହ୍ମଣ ପ୍ରଜା ରକ୍ଷା କରି ସେ ସର୍ବଧର୍ମେ ଅଧିକାରୀ ଯେ ବେଣୁ ନାମେ ତାର ସୁତ ଦୁଷ୍ଟ ହୋଇଲେ ସେ କେମନ୍ତ ପ୍ରଜାଏ ରାଜା ଦୁଷ୍ଟପଣେ ଭୟେ ପଶିଲେ ଘୋର ବନେ କିମ୍ପା ବ୍ରାହ୍ମଣ କୋପ କଲେ ତାହାକୁ ବ୍ରହ୍ମଦଣ୍ଡ ଦେଲେ ସେ ବିପ୍ର ବରଜ ସର୍ବଜ୍ଞତା ଆଗମ ନିଗମ କରତା ଏତେ ଅନ୍ୟାୟ କିମ୍ପା କଲେ ରାଜାଙ୍କୁ ଘୋର ଶାପ ଦେଲେ ରାଜାଙ୍କ ଶରୀର ନିଶ୍ଚଳେ ବସନ୍ତି ସର୍ବଦିଗ ପାଳେ ସେ ରାଜା ବିଷ୍ଣୁ ତେଜ ବହି ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ଯମର ସୁତା ସୁତ ଯେଣୁ ଦୁଷ୍ଟ ହୋଇଲେ ଅବା ତେଣୁ ଏକଥା କହ ମୁନି ମୋତେ ସଂଶୟ ନ ରହୁ ମୋ ଚିତେ ମୈତ୍ରେୟ ବାଚ ଶୁଣ ହେ ବେଣୁ ଦୁଷ୍ଟପଣ କହିବା ଦାନର ଲକ୍ଷଣ ଅଙ୍ଗ ଯେ ଅଶ୍ୱମେଧ କଲା ଉତ୍ତମ ଋଷିଙ୍କୁ ବରିଲା ସକଳେ ମିଳିବେ ଦନାଦେ ଅନଳ ପୂଜିଲେ ସମିଧେ ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ ଦେଖିଲେ ଦେବଗଣେ ନାହିଁ ଇନ୍ଦ୍ରାଦି 10 ଦିଗ ପାଳେ ଯଜ୍ଞରେ କେହି ନ ମିଳିଲେ ଦେଖି ବିସ୍ମୟ ମୁନି ଗଣେ ନିକଟେ ରାଇ ଯଜମାନେ ବୋଇଲେ ରାଜା ମୁଖ ଚାହିଁ ଏ ଯଜ୍ଞ କରୁ କିସ ପାଇଁ ପବିତ୍ର ବସ୍ତୁ ଶୁଦ୍ଧ କରି ଅନଳେ ନିଗମ ଉଚାରି ଆମ୍ଭେ ସକଳେ ଧ୍ରୁବ ବ୍ରତା ଦ୍ୱିଜ ସ୍ୱଭାବେ ଶୁଦ୍ଧ ଚେତା ମନ୍ତ୍ର ଉଚାରି ଆମ୍ଭେ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ ଦେବେ ନଇଲେ କେଉଁ ଭାବେ ତାର ପ୍ରସ୍ତାବ କହ ଏବେ ସକଳ କର୍ମ ସାକ୍ଷୀ ଦେବେ କିମ୍ପା ନଇଲେ ଯଜ୍ଞ ଭାଗେ ମୈତ୍ରେୟ ବାଚ ଅଙ୍ଗ ଯେ ବିପ୍ର ମୁଖୁ ଶୁଣି ସ୍ୱଧର୍ମେ ବିପ୍ରେ ପରିମାଣି ସଭାଜନଙ୍କ ମୁଖ ଚାହିଁ ଏ ଯଜ୍ଞ କଲୁ କିସ ପାଇଁ ଅଙ୍ଗରାଜା ଉବାଚ କି ମନ୍ଦ କର୍ମ ମୋର ଅଛି ଭୋ ବିପ୍ର କହ ଧର୍ମ ଲେଖି ଦେବେ ନଇଲେ ଯଜ୍ଞ ଭାଗେ କାରଣ କହ ମୋର ଆଗେ ଏମନ୍ତେ ରାଜା ମୁଖୁ ଶୁଣି ସ୍ୱଧର୍ମେ ବିପ୍ର ପରିମାଣି ମୁନିରୁ ବାଚ
ବୋଇଲେ ରାଜା ମୁଖ ଚାହିଁ ତୋ ଦେହେ କିଛି ପାପ ନାହିଁ। ପୂର୍ବ ଅର୍ଜିତ କର୍ମ ଫଳେ ସନ୍ତତି ନାହିଁ ତୋର କୂଳେ। ଅପୁତ୍ର ଦୋଷେ ଦେବ ଗଣେ ନଇଲେ ଯଜ୍ଞ ନିମନ୍ତ୍ରଣେ। ତୁ ଏବେ ପୁତ୍ର ଯଜ୍ଞ କର ଯଜ୍ଞେ ଯଜ୍ଞ ପୁରୁଷ ବର। ତେବେ ସକଳ ଦେବଗଣ ତୋ ଯଜ୍ଞେ ହୋଇବେ ବରଣ। ସେ ବିଷ୍ଣୁ ହବିର୍ଭାଗ ଖାଇ ତୋହର ଯଜ୍ଞେ ତୋଷ ହୋଇ। ସେ ହରି ପୁତ୍ର ଦେବେ ତୋତେ ସଂସାରୁ ତରି ବୁଝେ ମନ୍ତେ। ମୈତ୍ରେୟ ଉବାଚ। ଏ ମନ୍ତେ ସଭା ବାକ୍ୟ ଶୁଣି ସେ ଅଙ୍ଗରାଜ ମନେ ଗୁଣି। ଯଜ୍ଞେ ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲେ ହୁମ କୁଣ୍ଡେ। ତକ୍ଷଣେ ହୁମ କୁଣ୍ଡୁ ଜାତ ପୁରୁଷେ ହୋଇଲା ସମ୍ଭୂତ। ହୃଦେ ଲମ୍ବଇ ହେମହାର କଟିରେ ଶୋହେ ପୀତାମ୍ବର। ଶଙ୍ଖ କମଳ ଚତୁର୍ଭୁଜେ କୋଟି କନ୍ଦର୍ପ ଜିଣି ରାଜେ। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟ କ୍ଷୀରି ପାତ୍ର ଘେନିଣ ପୁରୁଷ ଅଦ୍ଭୁତ। ସେ ତେଜ ଗଞ୍ଜେ ଦିବ୍ୟ କାନ୍ତି ଘେନିଣ ବିପ୍ର କଲେ ନୀତି। ଷୋଡ଼ଶ ଉପଚାର ଯୁକ୍ତେ ଯଜ୍ଞେ ପୂଜିଲେ ଜଗନ୍ନାଥେ। ବିପ୍ରଙ୍କୁ ପୂଜି ଯଜ୍ଞ ବାକ୍ୟ ବର କଳ୍ପିଲେ ଯଥା ଯୁକ୍ତେ। ଯାଜ୍ଞିଙ୍କ ମନ ଜାଣି ହରି କହନ୍ତି ଶଙ୍ଖ ଚକ୍ରଧାରୀ। ଯଜ୍ଞ ପୁରୁଷ ଉବାଚ। ଶୁଣାଉ ତମ ବିପ୍ରଗଣେ ଏ ରାଜା ସନ୍ତତି କାରଣେ। ମୋତେ ପୂଜିଲା ଯଜ୍ଞ ମତେ ତୁମ୍ଭର କାମ ସାଧ୍ୟ ଅର୍ଥେ। ଅସ୍ତୁ ହୋଇବ ବାଞ୍ଛା ଫଳ ମୋ ଅବଶେଷ ଯେ ନିର୍ମାଲ୍ୟ। ଏହାକୁ ଦିଅ ରାଜା ହସ୍ତେ ଆଘ୍ରାଣ କରି ନାସାଗ୍ରତେ। ପତ୍ନୀ ଭୁଞ୍ଜିବ ତାର ଯେବେ ସୁପୁତ୍ର ହେବ ତାର ଗର୍ଭେ। ଏ ମନ୍ତେ କହି ଜନାର୍ଦ୍ଦନ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ଯଜ୍ଞ ପୁରୁଷ ଆଜ୍ଞା ଘେନି ବ୍ରାହ୍ମଣେ କରି ଜୟ ଧ୍ୱନି। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟ କ୍ଷୀରି ପାତ୍ର କରେ ଘେନିଲେ ନୃପନାଥ। ଆଘ୍ରାଣ କରି ନାସା ଦ୍ୱାରେ ଦେଲେ ଯେ ପତ୍ନୀ ନିଜ ପତ୍ନୀ କରେ। ସେ ପୁରୁଷ ବର୍ଣ୍ଣ କ୍ଷୀରି ଆଣି ରହି ଭୁଞ୍ଜିଲା ତା ଘରଣୀ। ତକ୍ଷଣେ ପୁଂସବନ ଭାବେ ପୁତ୍ର ରହିଲା ତାର ଗର୍ଭେ। ସେ ଗର୍ଭ ତାର ଉପଗତେ କୁମରେ ଜନ୍ମିଲେ ଅଦ୍ଭୁତେ। ଦିନକୁ ଦିନ ସେ ବଢ଼ିଲା ମାତାର ଅଂଶ ନ ଛାଡ଼ିଲା। ସ୍ୱଭାବେ ହୋଇ ଆଧ୍ୟାତ୍ମିକ କ୍ଷତ୍ରିୟ ଭାବେ ଅବିବେକ। ନିରତେ ଧନୁଶର ଧରି ବନେ ମୃଗୟା ନୃତ୍ୟ କରି। ତୁଲ୍ୟ ବୟସ ଶିଶୁ ମେଳେ ଯେବେ ଖେଳଇ କୁତୁହଳେ। ତାହାଙ୍କୁ ଦୁଷ୍ଟପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ। ଏମନ୍ତେ ତାର ଦୁଷ୍ଟପଣ ରାଜାର ଅଗ୍ରେ ପ୍ରଜା ଗଜନ। ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ। କହନ୍ତି ବେଣୁ ଦୁଷ୍ଟପଣ ରୋଦନ କରି ପ୍ରଜାଗଣ। ଏମନ୍ତେ ପୁତ୍ର ଗୁଣ ଗୁଣି ବଳେ ପୁତ୍ରକୁ ଘରେ ଆଣି। ନାନା ପ୍ରକାରେ ଧର୍ମ କହି ଅନେକ ମତରେ ବୁଝାଇ। ଶୁଣନ୍ତେ ନାନା କୋପ କରେ ପିତାର ବଚନ ନ ଧରେ। ଦିନକୁ ଦିନ ଦୁଷ୍ଟପଣେ
କୋପ ବହିଲେ ପ୍ରଜାଗଣେ। ଅଙ୍ଗ ତାହାର କର୍ମ ଦେଖି ବାଳଇ ଅତି ଦୁଃଖେ ଦୁଃଖୀ। ସୁପୁତ୍ର କୁପୁତ୍ର ବିଚାରେ ଚିତ ନ ରହେ ତାର ଘରେ। ରଜନୀ ଅର୍ଦ୍ଧେ ନୃପବର ମନ୍ଦିରୁ ହୋଇଲା ବାହାର। ବନେ ପଶିଲା ନରପତି କେହି ନ ଜାଣେ ତାର ଗତି। ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ। ନ ଦେଖି ନଗରେ ମିଳିଲେ ଅନେକ ପ୍ରକାରେ ଭାଳିଲେ। କହିବି ପ୍ରଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା ବୈଶିକ୍ୟାଂ ଚତୁର୍ଥ ସ୍କନ୍ଧେ ଅରାଜ୍ୟକରଣେ ବେଣୁଜନ୍ମିନୀ ନାମ ପଞ୍ଚଦଶୋऽଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।